This conference will now be recorded. ॐ ब्रह्मानन्दं परमसुखदं केवलं ज्ञानमूर्तिं द्वन्द्वातीतं गगनसदृशं तत्त्वमस्यादिलक्ष्यम् एकं नित्यं विमलमचलं सर्वदि साक्षिभूतं भावातीतं त्रिगुणरहितं सद्गुरुं तं नमामि। ଜୟ ନିଗମ ଉପଦେଶ ଆରମ୍ଭ କରିବା। ପେଜ 59 ଧର୍ମାନୁଷ୍ଠାନ। ଜୟ ବିଦ୍ୟା ବିତ୍ତ ଦେହ ସୌର୍ଯ୍ୟ ଶ୍ରେଷ୍ଠ କୂଳରେ ଜନ୍ମ ଦେହ ନିରୋଗ ରହିବା ଓ ସଂସାର ବନ୍ଧନରୁ ମୁକ୍ତି ଲାଭ କରିବା ଏସବୁ ଧର୍ମରୁ ପ୍ରସ୍ତୁତ ହୋଇଥାଏ। କିନ୍ତୁ ଆଧୁନିକ ବିବେକବାଦୀମାନେ ନିଜର ବିକୃତି ବୁଦ୍ଧିକୁ ବିବେକ ଜ୍ଞାନ କରି ବିଷମ ଅନର୍ଥ ଉତ୍ପାଦନ କରୁଛନ୍ତି। ସେମାନେ ବିବେକ ନାମରେ ଜ୍ଞାନ ବିଜ୍ଞାନ ସମ୍ପନ୍ନ ଯୋଗବଳଶାଳୀ ଆର୍ଯ୍ୟ ଋଷି ପ୍ରଣୀତ ଶାସ୍ତ୍ରକୁ ଅବିଶ୍ୱାସ କରି ପ୍ରତ୍ୟବାୟଭାଗୀ ହେଉଛନ୍ତି। ପ୍ରକୃତ ତତ୍ତ୍ୱ ଅବଗତ ହେବାକୁ ହେଲେ ଶାସ୍ତ୍ରର ଆଶ୍ରୟ, ଶାସ୍ତ୍ର ପାଖରେ ବିଶ୍ୱାସ ବ୍ୟତୀତ ଅନ୍ୟ ଗତି ନାହିଁ। ଯେଉଁମାନେ ଧର୍ମ କର୍ମରେ ସ୍ୱେଚ୍ଛାଚାରର ବଶବର୍ତ୍ତୀ ହୋଇ ସ୍ୱକପୋଳ କଳ୍ପିତ ମତ ସ୍ଥାପନରେ ପ୍ରୟାସୀ, ଯେଉଁମାନେ ପାଶ୍ଚାତ୍ୟ ଦେଶରୁ ଆମଦାନୀ କରାଯାଇଥିବା ବିବେକ ବୁଦ୍ଧି ଧାର କରି ଏବଂ ବିଜାତୀୟ ଶିକ୍ଷାରେ ବିକୃତ ମସ୍ତିଷ୍କ ହୋଇ ସ୍ୱଜାତୀୟ ଶାସ୍ତ୍ରରେ ଅବିଶ୍ୱାସୀ, ଯେଉଁମାନେ ଶାସ୍ତ୍ର ବାକ୍ୟ ଉପେକ୍ଷା କରି ବିଷ ବିଦଗ୍ଧ ଚିତ୍ତରେ ବିଚଞ୍ଚଳ ବୁଦ୍ଧି କର୍ତ୍ତୃକ ଚାଳିତ ହୋଇ ଧର୍ମାନୁଷ୍ଠାନ କରନ୍ତି, ସେମାନେ ଇହକାଳରେ ସୁଖ ଓ ପରକାଳରେ ପରମାଗତି ଲାଭ କରିପାରନ୍ତି ନାହିଁ। ଯେଉଁମାନେ ବିବେକ ନାମରେ ନିଜ ଇଚ୍ଛାନୁଯାୟୀ ମତାମତ କାର୍ଯ୍ୟାକାର୍ଯ୍ୟ ବିଚାର କରନ୍ତି, ସେମାନଙ୍କର ବିବେକ ଶବ୍ଦର କୌଣସି ଅର୍ଥ ଜ୍ଞାନ ପର୍ଯ୍ୟନ୍ତ ନାହିଁ। ଜୀବର ବୁଦ୍ଧି ନିଜର ସଂସ୍କାର ଅନୁଯାୟୀ ଗଠିତ, ସୁତରାଂ ତାର କାର୍ଯ୍ୟାକାର୍ଯ୍ୟ ବିଚାରର ଶକ୍ତି କାହିଁ? ଯେଉଁମାନେ ବିଷୟ ସମ୍ପତ୍ତି ଓ ଖ୍ୟାତି ପ୍ରତିପତ୍ତିକୁ ପ୍ରାଣତୋଷକ ଓ ମୁଖରୋଚକ ଜ୍ଞାନ କରି ସେହି ଆଶାରେ ପାପ ଶଯ୍ୟାରେ ଶାୟିତ ହୋଇ କେତେ ପ୍ରକାର ମନ୍ଦ କର୍ମ କରୁଛନ୍ତି, ସେମାନଙ୍କ ନିକଟରେ ଧର୍ମ ଭୟଙ୍କର, ଅରୁଚିକର ଓ ଅତୃପ୍ତିଦାୟକ। ଯେଉଁ ସବୁ ଲୋକଙ୍କ ହୃଦୟ ସ୍ୱାର୍ଥରେ ପରିପୂର୍ଣ୍ଣ, ସେମାନଙ୍କ ଦ୍ୱାରା କୌଣସି କାଳରେ, କୌଣସି ଦେଶରେ ବା କୌଣସି ଲୋକର ଅଥବା ସମାଜର ଉପକାର ସାଧିତ ହୋଇପାରିବ ନାହିଁ। ଯେଉଁ ସବୁ ସୁଶିକ୍ଷିତ ବ୍ୟକ୍ତି ଗୀତାର ଦ୍ୱାହି ଦେଇ ଅଧର୍ମ ପ୍ରଚାର କରୁଛନ୍ତି, ସେମାନଙ୍କର ସର୍ବଦା ସ୍ମରଣ ରଖିବା କର୍ତ୍ତବ୍ୟ ଯେ ଭଗବାନ କହିଛନ୍ତି, ଅଶାସ୍ତ୍ର ବିହିତଂ ଘୋରଂ ତପ୍ୟନ୍ତେ ଯେ ତପୁ ଜନାଃ ଦମ୍ଭାହଙ୍କାର ସଂଯୁକ୍ତାଃ କାମ ରାଗ ବଳାନ୍ୱିତାଃ କର୍ଷୟନ୍ତଃ ଶରୀରସ୍ଥଂ ଭୂତଗ୍ରାମମ ଚେତସଃ ମାଞ୍ଚୈବାନ୍ତଃ ଶରୀରସ୍ଥଂ ତାନ୍ ବିଦ୍ୟାସୁର ନିଶ୍ଚୟାନ୍। ଶ୍ରୀମଦ୍ଭଗବତ 12:5। ଯେଉଁମାନେ ଅଶାସ୍ତ୍ର ବିହିତ ତପସ୍ୟା କରନ୍ତି ଏବଂ ଯେଉଁମାନେ ଦମ୍ଭ ଅହଙ୍କାର କାମ ରାଗ ବଳଯୁକ୍ତ, ସେମାନେ ଶରୀରସ୍ଥ ଭୂତ ସମୂହକୁ କୃଶ କରି ଆତ୍ମସ୍ୱରୂପରେ ମୋତେ ମଧ୍ୟ କୃଶ କରନ୍ତି। ସେମାନଙ୍କୁ ନିଶ୍ଚୟ ବିବେକ ବର୍ଜିତ ଅସୁର ବୋଲି ଜାଣିବ। ଅତଏବ ସମସ୍ତେ ବୁଝିପାରିବେ ଯେ ଆଜିକାଲି ଫେସନମୁଗ୍ଧ ବାବୁଙ୍କର ଖାମଖିଆଲି ଓ ମନଗଢ଼ା ଉପାସନା କିଛି ନୁହେଁ। ଜାତୀୟ ଧର୍ମ ଓ ଶାସ୍ତ୍ରାନୁମୋଦିତ ଧର୍ମାଚରଣ କରିବା ହିଁ ସମସ୍ତଙ୍କର କର୍ତ୍ତବ୍ୟ। ଯଦି କେହି ଗୀତାର ଏହି ଶ୍ଲୋକ ଦୁଇଟି ପ୍ରକ୍ଷିପ୍ତ ବା ବ୍ରାହ୍ମଣମାନଙ୍କ ସ୍ୱାର୍ଥଗାଥା ବୋଲି କହନ୍ତି, ତେବେ ମୁଁ ନାଚାର। ବାସ୍ତବିକ ଯାହାଙ୍କର ଯହିଁରେ ଅଧିକାର ନାହିଁ, ତାଙ୍କର ସେଥିରେ ହସ୍ତକ୍ଷେପ କରିବା ଦେଶର ଓ ସମାଜର ମହା ଅନିଷ୍ଟ କାରକ। ଆତ୍ମାଭିମାନରେ ପୂର୍ଣ୍ଣ ହୋଇ ସେମାନେ କେବଳ ପ୍ରବଞ୍ଚିତ ହୁଅନ୍ତି, ଆହୁରି ନାନା ଉପାୟରେ ଅନ୍ୟକୁ ମଧ୍ୟ ପ୍ରବଞ୍ଚିତ କରିଥାନ୍ତି। ମହାତ୍ମାମାନେ ଏହି ସବୁ ଲୋକଙ୍କୁ ବଞ୍ଚକ ଶବ୍ଦରେ ଅଭିହିତ କରିଛନ୍ତି। ଗୃହୀ ହୋकर कहे ज्ञान, भोगी होकर लगाए ध्यान, ଯୋଗୀ ହୋकर ଠୋକେ ଭଗ, ତିନୋ ଆଦମୀ ମହାଠକ। ଅର୍ଥାତ୍ ଯେ ଗୃହସ୍ଥ ହୋଇ ବ୍ରହ୍ମଜ୍ଞାନ ଦେଖାଇ ହୁଅନ୍ତି, ଯେ ଭୋଗୀ ହୋଇ ଧ୍ୟାନାନୁସନ୍ଧାନରେ ରତ ହୁଅନ୍ତି ଏବଂ ଯୋଗୀ ହୋଇ ଯେ ନାରୀ ସହବାସ କରନ୍ତି, ଏପରି ବ୍ୟକ୍ତିଙ୍କୁ ମହାଠକ କହନ୍ତି।
ତେଣୁ କହୁଛି, ଭାଣ୍ଡାମିରେ ମାନବ ଜୀବନଟାକୁ ପଣ୍ଡ ନ କରି ଅହଙ୍କାର ଆଦି ସର୍ବଦା ତ୍ୟାଗ କଲେ ଆଉ ଚିରଦିନ ବଦ୍ଧ ହୋଇ ରହିବାକୁ ହେବ ନାହିଁ। ଅନାୟାସରେ ତ୍ରିତାପ୍ତ ମୁକ୍ତ ହୋଇ ନିର୍ବାଣ ମୁକ୍ତି ଲାଭ କରିପାରିବ। ମାନବ ନିଜକୁ ମାରିବାକୁ ନିଜେ ହିଁ କର୍ତ୍ତା, କାରଣ ବାସନା ହିଁ ବିଷୟୀ ମାନବର ସମସ୍ତ ବିଷୟରେ ଭର୍ତ୍ତା। ଆପଣମାନେ ବାସନାକୁ ତ୍ୟାଗ କରି ଦେଖନ୍ତୁ, ନିଜକୁ ସୁଦ୍ଧା ଦେଖିବାକୁ ପାଇବେ ନାହିଁ। କାମନାକୁ ତ୍ୟାଗ କରିପାରିଲେ ଆଉ ଇତର ଶରୀର ସାଧାରଣଙ୍କ ପରି ଶରୀର ଧାରଣ ନ କରି ସର୍ବଦା ସଚ୍ଚିଦାନନ୍ଦ ବ୍ରହ୍ମରେ ଲୟ ପ୍ରାପ୍ତ ହେବେ। ସଂସାରରେ ଧର୍ମକର୍ମ, ଚରିତ୍ର ରକ୍ଷା ବା ସାଧନା ଓ ତପସ୍ୟାର ବିଶେଷ ପ୍ରୟୋଜନ ଅଛି। ଜଗତରେ ସକଳ ଭାବ ଓ ସକଳ କାମନା ହିଁ ଅଭ୍ୟାସ ପୁଷ୍ଟ। ଯାହା ପ୍ରତିନିତ୍ୟ କରାଯାଏ ତାହା ଏକ ପ୍ରକାର ଆତ୍ମିକ ସଂସ୍କାର ବା ପ୍ରକୃତିଗତ ହୋଇ ପ୍ରତିଷ୍ଠିତ ହୁଏ। ସୁତରାଂ ଦୈନନ୍ଦିନ ଜୀବନରେ ମାନବ ଯାହା ଅଭ୍ୟାସ କରିବ, ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତାହାର ସେହି ଶକ୍ତି ସର୍ବାପେକ୍ଷା ଅଧିକ କାର୍ଯ୍ୟକାରୀ ହେବାର ବିଶେଷ ସମ୍ଭାବନା। କର୍ମ ଓ କାମନା ଅନୁସାରେ ମନୁଷ୍ୟ ଗଠନର ଯେତେବେଳେ ପରିବର୍ତ୍ତନ ଓ ବିକୃତି ହେଉଅଛି, ସେତେବେଳେ ମାନସିକ ପ୍ରକୃତି ମଧ୍ୟ ସେଥିରେ ବିଶିଷ୍ଟ ଭାବେ ପରିବର୍ତ୍ତିତ ହେବା ନିଶ୍ଚିନ୍ତ। ଏ କଥାଟି ବୁଝିବାକୁ ଅଧିକ ବୁଦ୍ଧି ବ୍ୟୟ କରିବାକୁ ପଡ଼ିବ ନାହିଁ। ଜୟଗୁରୁ। ନିକମ ସଂଘ ହେଲା ଭାଇ ସଙ୍ଗୀତ ଗାନ କରି ଜୟଗୁରୁ। ଭାଇ ଠିକ ଶୁଭୁଛି ଭାଇ? ହଁ ଭାଇ ଶୁଭୁଛି। ଜୟଗୁରୁ। ଆଜ୍ଞା। মনরে বন্দন করতু অবিরত মনরে বন্দন করতু অবিরত মাগ শ্রী গমান শরণ প্রসারি মাগ শ্রী গমান শরণ প্রসারি বন্দন কর বিরত মনরে বন্দন কর স্বর্গ বিহারী দেবে ত্রিপতি সাধি জানবে স্বর্গ বিহারী দেবে ত্রিপতি লাভি সাধি জানবে পরমানন্দে মঙ্গল করি করতা পূজন পরমানন্দে মঙ্গল
ওই করতা পূজন আদ্য বন্দন সেজে আদ্য বন্দন সেজে পুরতু তাঙ্করি ভক্ত পুরতু তাঙ্করি ভক্ত বন্দন করতু অবিরত মনরে বন্দন করতু অবিরত পর সংকেতনা তর সম্বল নথাই যার পর সংকেত মাতর সম্বল নথাই যার নদীয়ে ভব সাগর গোষ্পদ সরি মাতর নদীয়ে ভব সাগর গোষ্পদ সরি মাতর তরিবাকু আশা করে তরিবাকু আশা করে ভকত চাহে নিরত ভকত চাহে নিরত বন্দন করতু অবিরত মনরে বন্দন করতু অবিরত শিব শ্রীগণনন্দ শ্রীচরণ রবিন্দ শিব শ্রীগণনন্দ শ্রীচরণ রবিন্দ ভবসুখ তাপমায়া পর শিবনামিকায় ভবসুখ তাপমায়া পর শিবনামিকায় সেই নাম সুমরণে সেই নাম সুমরণে সেই নাম সুমরণে নিশিদিন চিত্ত বন্দন করতু অবিরত মনরে বন্দন করতু অবিরত বন্দন করতু অবিরত মগ শ্রীরামে মগ শ্রীরামে শরণ পসারি হাত বন্দন করতু অবিরত মনরে বন্দন করতু অবিরত ଜୟ ଗୁରୁ। ପ୍ରାର୍ଥନାକାରୀଙ୍କ ପ୍ରତି ଆମେ ବିଗତ ପୂଜାରେ ପ୍ରାର୍ଥନାକାରୀଙ୍କ ପ୍ରତି ପଢିଥିଲେ ଆମର ମନର ବିଭିନ୍ନ ଅବସ୍ଥା ଅଛି। ଆମର ମୂଢ, ବିକ୍ଷିପ୍ତ
ଏ ସବୁ ଅବସ୍ଥାକୁ ଆମେ କିପରି ଭାବରେ ସଂଯତ କରିପାରିବା, ସେଥିପାଇଁ ଆମେ 30 ମିନିଟ୍ ପ୍ରତ୍ୟହ ଆମେ ଗୁରୁଦେବଙ୍କର ପ୍ରତ୍ୟହ ଧ୍ୟାନ କଲେ, ସେଥିପାଇଁ ଏଇ ଯୋଉ ମନର ଏଇ ଯୋଉ ଅବସ୍ଥା, ଏଇ ଅବସ୍ଥାରୁ ଆମେ ନିବୃତ୍ତ ହୋଇ ଆମ ଗୁରୁଦେବଙ୍କ ଶ୍ରୀଚରଣରେ ଆମ ଧ୍ୟାନ ଲଗେଇ ପାରିବା। ତେଣୁ ଆମେ ସେଇଟା କରିଥିଲେ। ଏବେ ଆମେ ଦଶମର ପ୍ରଥମ ପ୍ରାର୍ଥନାକାରୀ ଦଶମ ପ୍ରଥମ ଭାଗ ପଢିବା। ଜୟ ଗୁରୁ। ପ୍ରାର୍ଥନାକାରୀ ମାନେ ସ୍ମରଣ ରଖିବା ଉଚିତ ଯେ ଯାହାଙ୍କର ଯେପରି ଇଚ୍ଛା, ଆଶା ଓ ବିଶ୍ୱାସ, ତାଙ୍କୁ ପ୍ରାର୍ଥନା ପୂରଣରେ ଅନ୍ତର ମଧ୍ୟରୁ ସେହିପରି ସହାୟତା ମିଳେ। ଏହି ଜଗତ ବା ସଂସାର ଆମ ଭାବ ଅନୁସାରେ ବା ମନର କଳ୍ପନା ଅନୁସାରେ ଅନୁଭୂତ ହୋଇଥାଏ। ତେଣୁ ଏହି ଜଗତକୁ ମନମୟ ଜଗତ କୁହାଯାଏ। ଯାହାଙ୍କର ମନ ଯେପରି ଏବଂ ଯେ ନିଜକୁ ଯେପରି ଧାରଣା କରିଥାନ୍ତି, ସେ ନିଜକୁ ଓ ସଂସାରକୁ ସେହିପରି ଅନୁଭବ କରନ୍ତି। ଆମର ଆଶା ଓ ବିଶ୍ୱାସ ଅନୁସାରେ ପ୍ରତ୍ୟେକଙ୍କର ଅନ୍ତରର ଭାବ ଗଠିତ ହୁଏ। ମନ ମଧ୍ୟରେ ଅପରର ଅଶୁଭ ଚିନ୍ତା ଆମର ଯେତେ ଅନିଷ୍ଟ କରେ, ତାହା ତୁଳନାରେ ବିଷ ମଧ୍ୟ ଏତେ ଅନିଷ୍ଟ କରିପାରେ ନାହିଁ। ତେଣୁ ଏଇଟା କହୁଛନ୍ତି, ମନ ମଧ୍ୟରେ ଅପରର ଅଶୁଭ ଚିନ୍ତା ଆମର ଯେତେ ଅନିଷ୍ଟ କରେ, ତାହା ତୁଳନାରେ ବିଷ ମଧ୍ୟ ଅନିଷ୍ଟ କରିପାରେ। ମାନେ ଆମର ଅପର ଚିନ୍ତାଟା ଏତେ ଦୂର କ୍ଷତିକାରକ, ଏଇଟା ମାନେ ବିଷ ଠାରୁ ମଧ୍ୟ ଆହୁରି ସାଂଘାତିକ। ତେଣୁ ଶୁଭ ଇଚ୍ଛା କିମ୍ବା ଶୁଭ ବିଚାର ମଧ୍ୟ ଆମ ଉପରେ ଅମୃତ ବିନ୍ଦୁ ସଦୃଶ ଶୁଭ ଫଳ ପ୍ରଦାନ କରେ। ସେଇଭଳି ଆମେ ଯଦି କାହା ପ୍ରତି ଶୁଭ ଇଚ୍ଛା ବା ଶୁଭ ବିଚାର କରିବା, ସେଇଟା ଆମ ପ୍ରତି ଅମୃତର ଫଳ ପ୍ରଦାନ କରିବ। ତେଣୁ ଆମେ ଡିସାଇଡ କରିବା ଆମ ପାଇଁ ଆକ୍ଚୁଆଲି କଣ ଦରକାର, ଆମ ପାଇଁ ଅମୃତ ଦରକାର ନା ବିଷ ଦରକାର। ତେଣୁ ଆମେ ସବୁବେଳେ ଅପରର କେତେବେଳେ ହେଲେ ଆମେ ଅଶୁଭ ଚିନ୍ତା କରିବାନି। ଆମେ ଯେତେବେଳେ ଶୁଭ ଇଚ୍ଛା କି ଶୁଭ ବିଚାର କରିବା, ସେଇଟା ଆମ ଶରୀର ପାଇଁ ଅମୃତ ସଦୃଶ ଫଳ ଦାନ କରିବ। ଅନ୍ତରର ବିଚାରଧାରା ବୈଖରୀ ବାକ୍ ବା ବାଣୀ ରୂପରେ ବାହାରେ ପ୍ରକାଶିତ ହୁଏ ଏବଂ କଥା ଅନୁସାରେ ମଧ୍ୟ କର୍ମ କରିବାକୁ ପ୍ରେରଣା ଜାଗେ। ଆମ ଅନ୍ତରର ବିଚାରଧାରା ବା ଶୁଭଚିନ୍ତନ ପାରିପାର୍ଶ୍ୱିକ ଉପରେ ପ୍ରଭାବ ବିସ୍ତାର କରି ପାରିପାର୍ଶ୍ୱିକ ଜୀବନକୁ ମଧ୍ୟ ତଦାକାରାତୀତ କରିଦିଏ। ଯଦି କେହି ନିଜ ଜୀବନକୁ ଆନନ୍ଦମୟ କରିବାକୁ ଇଚ୍ଛା କରନ୍ତି, ତେବେ ପ୍ରଥମରୁ ଶୁଭ ବିଚାରାଧୀନ ଅନୁଶୀଳନ ହେବାକୁ ପଡ଼ିବ ଏବଂ ଭଗବାନଙ୍କ ନିକଟରେ ଅପରର ଶୁଭ ନିମିତ୍ତ ପ୍ରାର୍ଥନା ନିରତ ହେବାକୁ ପଡ଼ିବ। ବ୍ୟକ୍ତିଗତ ସୁଖ ଶାନ୍ତି ଓ ସାମୂହିକ ସୁଖ ଶାନ୍ତି ନିମିତ୍ତ ମନେ ମଧ୍ୟରେ ସର୍ବଦା ସୁଖ ଶାନ୍ତିର ଅନୁଶୀଳନ କରିବା ଏକାନ୍ତ ଆବଶ୍ୟକ। କେବେ ହେଲେ ଅପରର ଅଶୁଭ ଚିନ୍ତା କରି ମନକୁ ବିଷାଦମୟ କରିବା ଉଚିତ ନୁହେଁ। ଯେ ଯେଉଁ ବସ୍ତୁ ଲାଭ ନିମିତ୍ତ ଏକାଗ୍ର ଭାବରେ ଇଚ୍ଛା କରି ପ୍ରାର୍ଥନା ନିରତ ହେବେ, ସେ ନିଶ୍ଚୟ ସେଥିରେ ସଫଳ କାମ ହେବେ। ଯେ ଯେଉଁ ବସ୍ତୁ ଲାଭ ନିମିତ୍ତ ଏକାଗ୍ର ଭାବରେ ଇଚ୍ଛା କରି ପ୍ରାର୍ଥନା ନିରତ ହେବେ, ସେ ନିଶ୍ଚୟ ସେଥିରେ ସଫଳ କାମ ହେବେ। ବିଶ୍ୱର ମଙ୍ଗଳ କାମନା କରି ପ୍ରାର୍ଥନାକାରୀ ମାନେ ଜନହିତକର କାର୍ଯ୍ୟରେ ଆତ୍ମନିয়োଗ କଲେ ବିଶ୍ୱ ପ୍ରକୃତି ସେମାନଙ୍କର ସେହି କାର୍ଯ୍ୟ ସଫଳ କରିବାରେ ବିଶେଷ ଭାବରେ ଅନୁକୂଳ ହୋଇ ଉଠନ୍ତି। ଭଗବତ ନିର୍ଭରତା ପୂର୍ବକ ଶୁଭ ଓ ଜନହିତକର କର୍ମରେ ଆତ୍ମନିয়োଗ କଲେ ଏପରି ଅପ୍ରତ୍ୟାଶିତ ଭାବରେ ସାହାଯ୍ୟ ମିଳିବ, ଯାହା କଳ୍ପନାରେ ମଧ୍ୟ କେହି ଭାବିନଥିବେ। ମାନେ ଏଇଟା କହୁଛନ୍ତି, ଆମେ ବିଶ୍ୱର ମଙ୍ଗଳ କାମ କଲେ ସେଥିରେ ଆମକୁ ସବୁବେଳେ ମାନେ ଯୋଉ ବିଶ୍ୱର ଯୋଉ ଶକ୍ତି ଅଛି, ଠାକୁରଙ୍କର ଗୁରୁଙ୍କର ଯୋଉ ଶକ୍ତି, ସେ ଯେମିତି ଭାବରେ ଆମକୁ ଏଭଳି ଭାବରେ ସାହାଯ୍ୟ କରିବେ, ଆମେ ସେଇଟାର ଆମର କଳ୍ପନାର ବାହାରେ। ତେଣୁ ନିଜ ଶୁଭ ଇଚ୍ଛାର ବିଚାରଧାରାକୁ ହିଁ ଈଶ୍ୱରଙ୍କ ପ୍ରେରଣା ବୋଲି ବୁଝିବ ଏବଂ ସେଥିରେ ପ୍ରେରଣା ଆସିଲେ ବୁଝିବ ଯେ ତୁମକୁ ପ୍ରଭୁ ତୁମର ମାଧ୍ୟମ କରି ଜଗତର ହିତକର କାର୍ଯ୍ୟ ଅଛନ୍ତି। ସେହିପରି ସୁଯୋଗ ଆସିଲେ ତାହାକୁ ତାଙ୍କ ଆଶୀର୍ବାଦ ବୋଲି ବୁଝି ଶିରୋଧାର୍ଯ୍ୟ ପୂର୍ବକ ଜଗତ ହିତକର କାର୍ଯ୍ୟରେ ସହାୟକ ହେବ। ଏହା ହିଁ ସେବକଙ୍କର ସ୍ୱଧର୍ମାଚରଣ। ତେଣୁ ପ୍ରତ୍ୟେକ ଭକ୍ତ ତାଙ୍କର ପ୍ରତ୍ୟେକ କାର୍ଯ୍ୟ ଓ ବ୍ୟବହାର ଦ୍ୱାରା ଭଗବାନଙ୍କ ସେବକ ଭାବରେ ନିଜକୁ ଭାବନା କରି ପ୍ରାର୍ଥନା ନିରତ ହେବେ। ସୁତରାଂ ପ୍ରାର୍ଥନା ସମୟରେ ଭକ୍ତମାନେ କହିବେ, ଏଟା କୋର୍ଟରେ କୁହାଉଛି, ହେ ପ୍ରଭୁ, ତୁମେ ଆମ ଭିତରେ ଶୁଭ ଇଚ୍ଛାର ପ୍ରେରଣା ପ୍ରଦାନ କର ଏବଂ ଶୁଭ ବିଶ୍ୱାସ ରୂପରେ ତୁମେ ଆମକୁ ଆଶୀର୍ବାଦ କର। ଭକ୍ତଙ୍କର ଶୁଭ ବିଚାରଧାରା ଏବଂ ଶୁଭ ସଂକଳ୍ପ ହିଁ ଅନ୍ତର ମଧ୍ୟସ୍ଥ ସତ୍ୟ ବସ୍ତୁ ବୋଲି ଜାଣିବ। ଅନ୍ତର ମଧ୍ୟରେ ଶୁଭ ସଂକଳ୍ପ ରୂପ ସତ୍ୟ ସର୍ବଦା ବିରାଜିତ ହେଲେ ମନର ପ୍ରସନ୍ନ ଭାବ ସତତ ରକ୍ଷା ହୋଇପାରିବ।
मन शरीर मध्य अविच्छेद्य संपद विद्यमान। मन मन प्रसन्न और प्रफुल्ल थिले शरीर मध्य सुस्थ रहिब। रोगी मानक मनरे उद्वेग बा आशंका जात हेबा भली कौनसी व्यवहार केबे हेले प्रदर्शन करिबा उचित नुहे। परिवार परिजनक दुश्चिंता मध्य रोगी मानक पक्षरे मारात्मक क्षतिकारक होइଥାଏ। तेणु आमे आम पाखरे किए रोगी हेले आमे सबुबले तांकर भल चिंता करिया किछि करे नै काले देह खराब हो जाए एई जिनिसटा तांको रोगी पे आउरी क्षतिकारक हबो। तेणु सर्वदा रोग आरोग्य निमित्त शुभ कामना करी प्रार्थना निरत हेले रोगी पक्षरे ताहा अमृत सदृश हितकारी हुए। रोग असाध्य होइथिले रोगर जे पर्यंत प्राण अछि सेतबेले रोगीर जे पर्यंत प्राण अछि सेतबेले जाई से जेपरि शांति ओ प्रसन्न चित्तरे रही परिबो सेही भली वातावरण सृष्टि करिबा आवश्यक। समस्तଙ୍କ प्रति एपरिकी रोग प्रति मध्य मैत्री भाव रक्षा करी चलिबा दरकार। रोग भोग द्वारा पापमूल विद्रुत हुए एवं नवजीवन लाभ हुए। साधक माने स्मरण रखिबे जे आमर मानसिक जगत घनीभूत होई स्थूल जगतर सृष्टि नै होई अछि। तेणु एटा आमे आमे जहा चिंता करछे सेटा पुणी स्थूल जगतर सृष्टि हो। तेणु आमे सेति सबले सजग रहिबा दरकार। जहांकर आंतरिक भावना जो प्रकार जगत तांक निकट सेही परि भावरे प्रतीत हुए। जो माने सत्य पथरे परिचालित होबाक इच्छा करती सेमाने ही दिने सत्य लाभ करी धन्य हुअନ୍ତି। मनरे पूर्ण भावरे आशा और विश्वास रखी प्रार्थना निरत हेले मनर समस्त वासना पूर्ण हब। मनरे केबे हेले नैराश्य और निरानंद प्रवेश करि परिबो नाही। पवित्र जीवन जापन ही मानसिक शांति लाभर प्रधान उपाय। जो माने प्रकृत भावरे भगवत प्रार्थना करिवे सेमाने गोपन निवृत्त आसन मंदिर निज निज प्राणर अभिव्यक्ति भगवान निकट व्यक्त करने विधेय। समस्त देखा बा शुणा भली प्रार्थना विशेष फल लाभ हो पारे नाही। ताहा बाहिक प्रार्थना मात्र। गोपन प्राणर अभिव्यक्ति सरल और आंतरिक भाव व्यक्त कले ता सहजरे सफल हो जाए। सामूहिक प्रार्थना आंतरिकता सहित संपन्न हेले सेतिरे मध्य विश्वर विशेष कल्याण साधित होइଥାଏ। व्यक्ति को नहीं समाज गठित संगबद्ध हुई कार्य कले बहु दुसाध्य कार्य मध्य अनायासरे संपन्न हो जाए। सेही संघ रक्षा करिया को हेले प्रत्येक संघसेवी को प्रभुत भाव सहिष्णुता गुण अर्जन करिया को हेबो। काहा प्रति मन मध्यरे घृणा द्वेष बा क्रोध भाव रखी केबे हेले प्रार्थना निरत हेबा उचित नहीं। अंतर मध्यरे उपरोक्त वृत्ति रूप विष विद्यमान थिले मनरे केबे हेले शांति लाभ होई परिबो नाही। परमात्मा स्वरूप गुरुदेव आमर परम पिता जेपरि आमे आमर पिता माताଙ୍କ प्रति निसंकोच व्यवहार करी तांको आगर निजर सुख दुख व्यथा वेदना ज्ञापन करिताउ सेहीपरि परमेश्वरंकर अस्तित्व विश्वास करी तांको निकटरे सरल भावरे प्राणर यथार्थ अभिव्यक्ति करिबा उचित एवं आजीवन तांको स्थूल विद्यावानतारे विश्वास स्थापन करी यथाशक्ति तांकर सेवा तांकर नाम स्मरण मनन तांकर प्रार्थना वंदना आदि यथारीति संपन्न करिबा प्रत्येक भक्तंकर प्रधान कार्य। तांको नाम और गुण कीर्तन तांकर महिमा श्रवण एवं तांको ठारे चित्त समर्पण करी तांको परम पद आत्मीय ज्ञान करिबा सेवकंकर प्रधान धर्म। जहांक ठारू आमर उद्भव तांको प्रति यथार्थता कर्तव्य न करिबा ठारू अधिक कृतज्ञता अधिक अन्य किछि नाही। तेणु प्रत्येक प्रथमे परम पितांक प्रार्थना वंदना करी तत्परे कर्मरे प्रवृत्त हेबा उचित। जय गुरु। एटा प्रार्थना करिया प्रति समाप्त होला। भाई प्रार्थना गान करिए। जय गुरु। जय
জ্ঞানর স্বরূপ প্রাণকর জ্ঞানর স্বরূপ প্রাণকর জগত সত্যর বিগ্রহ সর্বব্যাপক পদে বন্দে ভুবনলোক জয় গুরুদেব জয় পদে বন্দে ভুবনলোক জয় গুরুদেব জয় বারো বারো তব চরণ তলে প্রণব বারো বারো তব চরণ তলে প্রণব জয় গুরুদেব জয় সত পথে চালমতি মানস সত পথে চালমতি মানস জয় গুরু নামের বিশ্বাস জয় গুরু নামের বিশ্বাস শুভ কর্মরে সহায় হুয়া তবে পাত ঘিনি আশিস দিয়া তব পদ মতি তব পদ মতি জগতর মায়া বন্ধন কুটাই রহু দেব তব পদে ধ্যানে মতি তব পদ ধ্যানে মতি তব নাম হেড়ু চিত্তে নিরত তব নাম হেড়ু চিত্তে নিরত মন পিউথাউ চরণামৃত পিউথাউ চরণামৃত তাপ তাপ দূরে ঘুঞ্চুরিত তাপ তাপ দূরে ঘুঞ্চুরিত জপমালা হেউ নাম সন্তত জপমালা হেউ নাম সন্তত দাসর মাগুরি দাসর মাগুরি তুম বিনে ଆଉ ভুবନରେ তুম বিনে ଆଉ ভুবନରେ ନାହିଁ ଶରଣ ରକ୍ଷଣ ତୁମ ବିନେ ଆଉ ଭୁବନରେ ନାହିଁ ଶରଣ ରକ୍ଷଣ
ଦାସର ମାଗୁଣି ହେଲ ରେ ଦାସର ମାଗୁଣି ହେଲ ରେ। ମହାପୁରୁଷ ପ୍ରସଙ୍ଗ ପଢିବା ଗତ ଥର ଏକବିଂଶ ଭାଗ ଦ୍ୱିତୀୟ ସଂଖ୍ୟା ପଢିଥିଲେ। 21 ଭାଗ ତୃତୀୟ ସଂଖ୍ୟା ମହାପୁରୁଷ ପ୍ରସଙ୍ଗ। ଶ୍ରୀ ଶ୍ରୀ ଠାକୁରଙ୍କର ଲୌକିକ ବିଭୂତି। ଲାଷ୍ଟ ଟାଇମ ପଢିଥିଲେ ଠାକୁର କେମିତି ତାଙ୍କ ଯୋଗୀ ଗୁରୁଙ୍କୁ ଉତ୍ସର୍ଗ ପତ୍ରଟା ଲେଖିଥିଲେ। ଅଜପାର ଶେଷ ଜପରେ ଯେପରି ଆପଣଙ୍କର ଜପ ସମର୍ପଣ କରିପାରେ। ଯେଉଁମାନେ ମତେ ମୋର ବୋଲି ଜାଣିଛନ୍ତି ସେମାନଙ୍କୁ ନେଇ ଯେପରି ଆପଣଙ୍କର ପରମ ପଦରେ ଲୀନ ହୋଇପାରିବେ। ଶ୍ରୀଚରଣେ ନିବେଦନମ୍ ଦେବତାୟା ଦର୍ଶନମ୍ ଚ କରୁଣା ବରୁଣାଳୟମ୍ ସର୍ବସିଦ୍ଧି ପ୍ରଦାତାରମ୍ ଶ୍ରୀ ଗୁରୁ ପ୍ରଣମ୍ୟାମ୍ୟହମ୍। ଏଟା ହେଲା ଠାକୁରଙ୍କର ଯୋଗୀ ଗୁରୁଙ୍କ ପ୍ରତି ଉତ୍ସର୍ଗ ପତ୍ର। ଯୋଗୀ ଗୁରୁ ତାଙ୍କ ନାଁ ଦେଇଥିଲେ ଗୁରୁଚରଣ। ଏଟା ହେଲା 21 ଭାଗ ଦ୍ୱିତୀୟ ସଂଖ୍ୟା। ପରିବ୍ରାଜକ କିଭଳି ଯୋଗୀ ଗୁରୁଙ୍କ ଠାରୁ ଯୋଗ ଶିକ୍ଷା କରିବା ପରେ ଲୋକାଳୟକୁ ପ୍ରତ୍ୟାବର୍ତ୍ତନ କଲେ ସେ ସବୁର ବିବରଣ ପରବର୍ତ୍ତୀ ଖଣ୍ଡ ମାନଙ୍କର ଆଶା ରଖି ବର୍ତ୍ତମାନ ପାଇଁ ପାଠ ମାନଙ୍କର ବିଦାୟ ଗ୍ରହଣ କରୁଛୁ। ଏଟା ଆମେ ପୂର୍ବ ଥର ପଢିଥିଲେ। ନେକ୍ସଟ 21 ଭାଗ ତୃତୀୟ ସଂଖ୍ୟା ମହାପୁରୁଷ ପ୍ରସଙ୍ଗ। ଶ୍ରୀ ଶ୍ରୀ ଠାକୁରଙ୍କର ଲୌକିକ ବିଭୂତି। ସୁରେନ୍ଦ୍ର ମୋହନ ଦାସଗୁପ୍ତ ବଗୁଡାର ଜଣେ ପୁରାତନ ଭକ୍ତ। ସୁରେନ୍ଦ୍ର ମୋହନ ଦାସଗୁପ୍ତ ବଗୁଡାର ଜଣେ ପୁରାତନ ଭକ୍ତ। ସେ ଆଚାର୍ଯ୍ୟ ପ୍ରସଙ୍ଗ ନାମ ଦେଇ ଆର୍ଯ୍ୟ ଦର୍ପଣରେ ଶ୍ରୀ ଶ୍ରୀ ଠାକୁରଙ୍କ ସଂଘରେ କିପରି ଲୀଳା କରିଥିଲେ ତାହା ଧାରାବାହିକ ଭାବରେ ପ୍ରକାଶ କରିଥିଲେ। ଠାକୁରଙ୍କ ସହିତ ଯେତେ ଲୀଳା ଅଛି ସେ ତ ଆର୍ଯ୍ୟ ଦର୍ପଣ ଯେତେବେଳେ ବାହାରୁଥିଲା ସେତେବେଳେ ଆଚାର୍ଯ୍ୟ ପ୍ରସଙ୍ଗ ବୋଲି ଗୋଟେ ହେଡିଂ ଦେଇକିରି ସିଏ ରେଗୁଲାରଲି ବାହାର କରୁଥିଲେ ଆର୍ଟିକଲ। ତାଙ୍କର ପ୍ରକାଶ ଭଙ୍ଗୀ ମଧ୍ୟ ଅଭିନବ। ଶ୍ରୀ ଶ୍ରୀ ଠାକୁରଙ୍କ ସହିତ ଭକ୍ତମାନେ କିଭଳି ମଧୁର ପ୍ରେମ ପ୍ରୀତି ସମ୍ପର୍କ ରଖିଥିଲେ ପାଠକ ମାନେ ସେଥିରୁ ତାହାର ବିବରଣୀ ପାଠ କରିବା ସଙ୍ଗେ ସଙ୍ଗେ ଶ୍ରୀ ଶ୍ରୀ ଠାକୁରଙ୍କର ହୃଦୟର ପରିଚୟ ପାଇପାରିବେ। ତାଙ୍କର ବିବୃତି ତାଙ୍କରି ଭାଷାରେ ନିମ୍ନରେ ବର୍ଣ୍ଣନା କରୁଅଛୁ। ଭାଇ କହିଲେ ଏଇଟା ତାଙ୍କରି ବିବୃତି ତାଙ୍କରି ଭାଷାରେ ନିମ୍ନରେ ବର୍ଣ୍ଣନା କରୁଅଛୁ। ସୁରେନ୍ଦ୍ର ମୋହନ ଦାସଗୁପ୍ତ କହୁଛନ୍ତି ବଗୁଡା ସହରରେ ସୁରେନ୍ଦ୍ର ଭାଇଙ୍କର ଘର। ଗୋବିନ୍ଦ ଚନ୍ଦ୍ର ଭାଇ ଓ ସେ ଦୁଇ ଜଣ ବଗୁଡା ଜିଲ୍ଲା ବୋର୍ଡ ଅଫିସରେ କାର୍ଯ୍ୟ କରନ୍ତି। ଦିନେ ସେମାନେ ହଠାତ୍ ସମ୍ବାଦ ପାଇଲେ ଶ୍ରୀ ଶ୍ରୀ ଠାକୁର ଆସାମ ମଠ ଅଭିମୁଖରେ ଯାତ୍ରା କରୁଛନ୍ତି। ତିସ୍ତା ଷ୍ଟେସନରେ କିଛି ସମୟ ବିଶ୍ରାମ ପରେ ମଠକୁ ଯିବେ ଠାକୁର। ଠାକୁର ମଠକୁ ଯାଉଛନ୍ତି ସେଇ ଅନ୍ ଦ ୱେ ସେ ତିସ୍ତା ଷ୍ଟେସନରେ କିଛି ସମୟ ବିଶ୍ରାମ କରିକି ଯିବେ। ଏହି ସୁଯୋଗରେ ଶ୍ରୀ ଶ୍ରୀ ଠାକୁରଙ୍କର ଶ୍ରୀଚରଣ ଦର୍ଶନ ଲାଭ ଆଶାରେ ଆମ ମନ ଉତ୍ଫୁଲ୍ଲ ହୋଇ ଉଠିଲା। ସୁରେନ୍ଦ୍ର ଭାଇ କହୁଛନ୍ତି ତାଙ୍କ ଦର୍ଶନ ପାଇଁ ତାଙ୍କର ଦର୍ଶନ ଲାଭ ହେବ। ତାଙ୍କର ଶ୍ରୀମୁଖ ନିଃସୃତ ମଧୁର ବାଣୀ ଶ୍ରବଣରେ କର୍ଣ୍ଣ ପବିତ୍ର ହେବ। ବେଦ ବେଦାନ୍ତ ଉପନିଷଦର ଅମୃତମୟୀ ତତ୍ତ୍ୱ କଥାର ମନ ପ୍ରାଣ ପୂର୍ଣ୍ଣ ହୋଇଯିବ। ସଂସାର କ୍ଲିଷ୍ଟ ତ୍ରିତାପ ଦଗ୍ଧ ବ୍ୟଥିତ ପ୍ରାଣରେ ପୁନରାୟ ଆନନ୍ଦର ଅମୃତ ଧାରା ବର୍ଷିତ ହେବ। ଆମେ ତାହା ଉପଲବ୍ଧି କରି ଆତ୍ମହରା ହେଇଯିବୁ। এই କଳ୍ପନା ସେ କଲେ ସୁନ୍ଦର ବର୍ଣ୍ଣନା କରିଛନ୍ତି। ତାଙ୍କର ଦର୍ଶନ ଲାଭ ହେବ। ତାଙ୍କର ଶ୍ରୀମୁଖ ନିଃସୃତ ମଧୁର ବାଣୀ ଶ୍ରବଣରେ କର୍ଣ୍ଣ ପବିତ୍ର ହେବ। ବେଦ ବେଦାନ୍ତ ଉପନିଷଦର ଅମୃତମୟୀ ତତ୍ତ୍ୱ କଥାରେ ମନ ପ୍ରାଣ ପୂର୍ଣ୍ଣ ହୋଇଯିବ। ସଂସାର କ୍ଲିଷ୍ଟ ତ୍ରିତାପ ଦଗ୍ଧ ବ୍ୟଥିତ ପ୍ରାଣରେ ପୁନରାୟ ଆନନ୍ଦର ଅମୃତ ଧାରା ବର୍ଷିତ ହେବ। ଆମେ ତାହା ଉପଲବ୍ଧି କରି ଆତ୍ମହରା ହୋଇଯିବୁ। ତାଙ୍କର ଭୁବନ ମୋହନ ରୂପ ଦର୍ଶନ କରି ନୟନ ମନ ସାର୍ଥକ କରିବୁ।
ଏହି ଭାବରେ ବହୁ କଥା ମନ ମଧ୍ୟରେ ଉଦିତ ହୋଇ ତାଙ୍କର ଅପାର୍ଥିବ ସଙ୍ଗ ସୁଖ ଲାଭ ଆଶାରେ ଆମର ମନ ଅଧୀର ହୋଇ ଉଠିଲା। ଅପାର୍ଥିବ ସଙ୍ଗ ସୁଖ ଲାଭ ଆମ ମନ ଅଧୀର ହୋଇ ଉଠିଲା। ଶ୍ରୀଯୁକ୍ତ ଗୋବିନ୍ଦ ଭାଇ ଓ ମୁଁ, ସୁରେନ୍ଦ୍ର ଭାଇ କହୁଛନ୍ତି, ଶ୍ରୀଯୁକ୍ତ ଗୋବିନ୍ଦ ଭାଇ ଓ ମୁଁ ଉଭୟ ଯିବାକୁ ପ୍ରସ୍ତୁତ ହେଲୁ, କିନ୍ତୁ ଆମେ ଚାକିରିଜୀବୀ, ତେଣୁ ପ୍ରଥମେ କୌଣସି ପ୍ରକାର ଛୁଟିର ବ୍ୟବସ୍ଥା କରିବାକୁ ପଡିଲା। ଯିବାକୁ ହେଲେ ତ ଛୁଟି ଦରକାର। କହିଲେ ଛୁଟି ମାଗିବାକୁ ପଡିବ। କିନ୍ତୁ ଆମେ ଚାକିରିଜୀବୀ, ତେଣୁ ପ୍ରଥମେ କୌଣସି ପ୍ରକାର ଛୁଟିର ବ୍ୟବସ୍ଥା କରିବାକୁ ପଡିଲା। ମୁଁ ସହଜରେ ଛୁଟି ପାଇଗଲି, ମାତ୍ର ଗୋବିନ୍ଦ ଭାଇ ଛୁଟି ପାଇବେ କି ନାହିଁ ଏଇ ଆଶା ଆଶଙ୍କାରେ ବ୍ୟଗ୍ର ହୋଇ ପଡିଲେ। ଯେଉଁଦିନ ବଗୁଡାରୁ ଯିବାର କଥା, ସେହିଦିନ ସକାଳେ ଉପରିସ୍ଥ ହାକିମଙ୍କ ନିକଟରେ ଛୁଟିର ଆବେଦନ ପତ୍ର ନେଇ ସୁରେନ୍ଦ୍ର ଭାଇ ଉପସ୍ଥିତ ହେଲେ। ନିକଟକୁ ଯିବା ମାତ୍ରେ ଗୋବିନ୍ଦ ଭାଇଙ୍କର କଥା କହିବାର ଶକ୍ତି ରହିଲା ନାହିଁ। ସେ କାତର ଓ ବିହଳ ଭାବରେ ଏକାବେଳକେ ହାକିମଙ୍କର ପଦ ତଳେ ପଡି ଦୁଇ ହାତରେ ପାଦକୁ ଜାବୁଡି ଧରି କେବଳ କାନ୍ଦିବାକୁ ଲାଗିଲେ। ହାକିମ ସୁରେନ୍ଦ୍ର ଭାଇଙ୍କର ଏପରି ଭାବ ଦେଖି ଅବାକ ହୋଇଗଲେ। ସେ ଗୋବିନ୍ଦ ଭାଇଙ୍କୁ ପଦ ଛାଡିଦେବାକୁ ଅନୁରୋଧ କରିବା ସଙ୍ଗେ ସଙ୍ଗେ ତୁମେ କଣ ଚାହଁ ବୋଲି ପ୍ରଶ୍ନ କଲେ। ହାକିମଙ୍କର ଆଶ୍ୱାସ ବାଣୀ ଶ୍ରବଣ କରି ଗୋବିନ୍ଦ ଭାଇ ପଦ ଛାଡି ଦେଇ ଭାବ ଗଦଗଦ କଣ୍ଠରେ କହିଲେ, ମୁଁ ଗୁରୁଦେବଙ୍କୁ ଦର୍ଶନ କରିବାକୁ ଯିବି, ଛୁଟି ମାଗୁଛି। ହାକିମ ତତ୍କ୍ଷଣାତ୍ ଛୁଟି ମଞ୍ଜୁର କରିଦେଲେ। ତତ୍ପରେ ଗୋବିନ୍ଦ ଭାଇ ଆନନ୍ଦରେ ମୋ ନିକଟକୁ ଧାଇଁ ଆସି ଛୁଟି ପାଇବା ବିଷୟ କହି ଭାବ ଗଦଗଦ ହୋଇ ପଡିଲେ। ଦେଖିଲେ ଆନନ୍ଦରେ ତାଙ୍କ ମୁଖ ଉଜ୍ଜଳ ହୋଇଯାଇଛି। ଧନ୍ୟ ଭକ୍ତ, ଯେଉଁଠାରେ ପ୍ରାଣର ଐକାନ୍ତିକ ଆକର୍ଷଣ, ସେଠାରେ କୌଣସି ବାଧା ପ୍ରତିବନ୍ଧକ ରହେ ନାହିଁ। ଯେଉଁଠାରେ ମନର ଏକମୁଖୀ ଗତି ହୋଇପାରେ ନାହିଁ, ସେହିଠାରେ ହିଁ ବାଧା ପଡେ। ଇମ୍ପୋର୍ଟାଣ୍ଟ ଲାଇନ୍ କହିଲେ। ଧନ୍ୟ ଭକ୍ତ, ଯେଉଁଠାରେ ପ୍ରାଣର ଐକାନ୍ତିକ ଆକର୍ଷଣ, ସେଠାରେ କୌଣସି ବାଧା ପ୍ରତିବନ୍ଧକ ରହେ ନାହିଁ। ଯେଉଁଠାରେ ମନର ଏକମୁଖୀ ଗତି ହୋଇପାରେ ନାହିଁ, ସେହିଠାରେ ହିଁ ବାଧା ପଡେ। ଏବଂ ମନର ଅସ୍ଥିର ଭାବ ହେତୁ ଅଭୀପ୍ସିତ କାର୍ଯ୍ୟ ସହଜରେ ସଫଳ ହୋଇପାରେ ନାହିଁ। ମନ ଅସ୍ଥିର ରହିବ, ତାହେଲେ ଅଭୀପ୍ସିତ କାର୍ଯ୍ୟ ସହଜରେ ସଫଳ ହୋଇପାରେ ନାହିଁ। ଏପରି ଏକନିଷ୍ଠ ସରଳ ଓ ନିର୍ବିରୋଧ ଭକ୍ତଙ୍କ ସଙ୍ଗ ସୁଖ ଲାଭ କରି ମୁଁ ପ୍ରକୃତ ପକ୍ଷରେ ଧନ୍ୟ ହୋଇଛି। ଯାତ୍ରା ପଥରେ ପ୍ରକୃତ ସତୀର୍ଥଙ୍କର ସଙ୍ଗ ଅନାବିଳ ଆନନ୍ଦର ଉଚ୍ଚ ସ୍ୱରୂପ। ଯାତ୍ରା ପଥରେ ପ୍ରକୃତ ସତୀର୍ଥଙ୍କର ସଙ୍ଗ ଅନାବିଳ ଆନନ୍ଦର ଉଚ୍ଚ ସ୍ୱରୂପ। ଆମେ ଦୁଇ ଭାଇ ବଗୁଡା ସହରରୁ ବାହାରି ସନ୍ଧ୍ୟା ପୂର୍ବରୁ ତିସ୍ତା ଷ୍ଟେସନରେ ଉପସ୍ଥିତ ହେଲୁ। ଶ୍ରୀ ଶ୍ରୀ ଠାକୁର ତିସ୍ତାର ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ଶ୍ରୀଯୁକ୍ତ ଅନୁକୂଳ ଚନ୍ଦ୍ର ରାୟ ମହାଶୟଙ୍କର ବସାରେ ଅବସ୍ଥାନ କରୁଥିଲେ। ଅନୁକୂଳ ଭାଇଙ୍କ ଘରେ। ଅନୁକୂଳ ଭାଇ ଥିଲେ ତିସ୍ତାର ଆସିଷ୍ଟାଣ୍ଟ ଷ୍ଟେସନ ମ୍ୟାନେଜର। ଅନୁକୂଳ ଭାଇ ଶ୍ରୀ ଶ୍ରୀ ଠାକୁରଙ୍କର ବହୁ ପୁରାତନ ଶିଷ୍ୟ। ସେ ଭକ୍ତ ଶ୍ରେଷ୍ଠ ନୃପେନ୍ଦ୍ର ଭାଇଙ୍କର ଅଗ୍ରଜ। ନୃପେନ୍ଦ୍ର ଭାଇଙ୍କର ବଡ ଭାଇ ବୋଧେ। ହଁ, ସେ ଭକ୍ତ ଶ୍ରେଷ୍ଠ ନୃପେନ୍ଦ୍ର ଭାଇଙ୍କର ଅଗ୍ରଜ। ସେ ଦୁହେଁ ଶ୍ରୀ ଶ୍ରୀ ଠାକୁରଙ୍କର ଆଦର୍ଶ ଭକ୍ତ। ଅନୁକୂଳ ଭାଇଙ୍କର ଶ୍ରୀ ଶ୍ରୀ ଠାକୁରଙ୍କ ପ୍ରତି ଭକ୍ତି ଓ ନିଷ୍ଠା କଥା ଆମେ ଆଗରୁ ଶୁଣିଥିଲୁ। ଆଜି ଏହି ସୁଯୋଗରେ ଭକ୍ତ ସଙ୍ଗ ଲାଭ କରି ଧନ୍ୟ ହେଲେ। ଅନୁକୂଳ ଭାଇଙ୍କର ସହଧର୍ମିଣୀ ମଧ୍ୟ ଏକାନ୍ତ ଭକ୍ତ। ଶ୍ରୀ ଶ୍ରୀ ଠାକୁର କହିବାର ଶୁଣିଛି, ଅନୁକୂଳର ସ୍ତ୍ରୀ ମହିଳା ଭକ୍ତ ମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ। ଠାକୁର ଏଟା ନିଜେ କହିଛନ୍ତି, କହିଲେ ଯେ ଅନୁକୂଳର ସ୍ତ୍ରୀ ମହିଳା ଭକ୍ତ ମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ। ଅନୁକୂଳ ଭାଇଙ୍କର ବାସଭବନରେ ଆନନ୍ଦର ହାଟ ବସି ଯାଇଛି। ଏ ସେଇଠି ପହଞ୍ଚି ଯାଇଛନ୍ତି। ଶ୍ରୀ ଶ୍ରୀ ଠାକୁରଙ୍କୁ ନେଇ ତାଙ୍କର ସେଇ ଛୋଟ ବାସଭବନରେ ସମସ୍ତେ ଆନନ୍ଦରେ ମାତିଛନ୍ତି। ଅନୁକୂଳ ଭାଇ ଡ୍ୟୁଟି ଛାଡି ମଝିରେ ମଝିରେ ବସାକୁ ଆସି ପୁଣି ଫେରି ଯାଉଥାନ୍ତି। ସେ ବି ଡ୍ୟୁଟିରେ ରହିପାରୁନଥାନ୍ତି ସ୍ଥିର। ଅନୁକୂଳ ଭାଇ ଡ୍ୟୁଟି ଛାଡି ମଝିରେ ମଝିରେ ବସାକୁ ଆସି ପୁଣି ଫେରି ଯାଉଥାନ୍ତି। ଆନନ୍ଦମୟ ଠାକୁର ଯେଉଁଠାରେ ଉପସ୍ଥିତ ହୁଅନ୍ତି, ସେଠାରେ ସମସ୍ତ ଆନନ୍ଦମୟ। ସେତେବେଳେ ଗୋଟିଏ ଗାନ ମନେ ପଡିଲା। ଆନନ୍ଦ ହିଲ୍ଲୋଳେ ଦୋଳି ଖେଳି ବହେ, ଆନନ୍ଦେ ମଧୁ ସମୀର, ଆନନ୍ଦେ ପରଶେ ସୁମନ ବଦନ, ଖେଳାଏ କୁସୁମ ଦଳ। ଆନନ୍ଦେ ବିଭୋର ବିହଙ୍ଗ ନିକର, ଆନନ୍ଦରେ ଗୀତ ଗାଏ,
ଦିଗ ବିଦିଗରେ ଉଡି ବୁଲି ସୁଖେ ଆନନ୍ଦେଶ୍ୱର ଖେଳାଏ। ଗୃହସ୍ଥ ପରିବାରର ସୁଖ ଦୁଃଖମୟ ସଂସାରରେ ଶ୍ରୀ ଶ୍ରୀ ଠାକୁର ପଦାର୍ପଣ କରି ଚରଣାଶ୍ରିତ ଶିଷ୍ୟ ଭକ୍ତ ମାନଙ୍କର ମନର କାଳିମା ତାଙ୍କର କରୁଣା ବାରିରେ ବିଧୌତ କରିଥାନ୍ତି। ଗୃହସ୍ଥ ପରିବାରର ସୁଖ ଦୁଃଖମୟ ସଂସାରରେ ଶ୍ରୀ ଶ୍ରୀ ଠାକୁର ପଦାର୍ପଣ କରି ଚରଣାଶ୍ରିତ ଶିଷ୍ୟ ଭକ୍ତ ମାନଙ୍କର ମନର କାଳିମା ତାଙ୍କର କରୁଣା ବାରିରେ ବିଧୌତ କରିଥାନ୍ତି। ତାଙ୍କର ସ୍ନେହମୟ ସ୍ପର୍ଶରେ ତାଙ୍କର ପବିତ୍ର ଉପସ୍ଥିତିରେ ସବୁ ଦୁଃଖ ଦୂର ହୋଇ ପ୍ରାଣରେ ଗୋଟିଏ ଅନୁରିମୋଚନୀୟ ଆନନ୍ଦ ଧାରା ପ୍ରବାହିତ ହୋଇଥାଏ। ସେଥିରେ ମଳିନ ଚିତ୍ତ ଶୁଦ୍ଧ ଭାବ ଧାରଣ କରେ, କାମ କାମନା ଦୂରକୁ ପଳାୟନ କରେ ଏବଂ ସଂସାରର ସର୍ବବିଧ ଘାତ ପ୍ରତିଘାତ ସହ୍ୟ କରିବାର ଶକ୍ତି ଲାଭ ହୋଇଥାଏ। ପ୍ରିୟ ପାଠକ, ଠାକୁରଙ୍କ ସ୍ପର୍ଶରେ କଣ କଣ ହୁଏ ସେଟା କହିଲେ, ତିନିଟା ଲାଇନରେ କହିଲେ। ତାଙ୍କର ସ୍ନେହମୟ ସ୍ପର୍ଶରେ ତାଙ୍କର ପବିତ୍ର ଉପସ୍ଥିତିରେ ସବୁ ଦୁଃଖ ଦୂର ହୋଇ ପ୍ରାଣରେ ଗୋଟିଏ ଅନିର୍ବାଚନୀୟ ଆନନ୍ଦ ଧାରା ପ୍ରବାହିତ ହୋଇଥାଏ। ସେଥିରେ ମଳିନ ଚିତ୍ତ ଶୁଦ୍ଧ ଭାବ ଧାରଣ କରେ, କାମ କାମନା ଦୂରକୁ ପଳାୟନ କରେ ଏବଂ ସଂସାରର ସର୍ବବିଧ ଘାତ ପ୍ରତିଘାତ ସହ୍ୟ କରିବାର ଶକ୍ତି ଲାଭ ହୋଇଥାଏ। ଘାତ ପ୍ରତିଘାତ ଆସିବନି ବୋଲି କହୁଛନ୍ତି ଯେ ସର୍ବବିଧ ଘାତ ପ୍ରତିଘାତ ସହ୍ୟ କରିବାର ଶକ୍ତି ଲାଭ ହୋଇଥାଏ। ପ୍ରିୟ ପାଠକ, ସଦ୍ଗୁରୁ ଶ୍ରୀ ଶ୍ରୀ ଠାକୁରଙ୍କର ଅହେତୁକୀ କୃପା ଶିଷ୍ୟ ଭକ୍ତ ମାନଙ୍କ ପ୍ରତି ତାଙ୍କର ଏହି ଅହେତୁକୀ କରୁଣା, ଶିଷ୍ୟ ମାନଙ୍କର ଚିତ୍ତ ଶୁଦ୍ଧି ନିମିତ୍ତ ତାଙ୍କର ଯେଉଁ ଚେଷ୍ଟା, ତାହା ଶ୍ରୀ ଶ୍ରୀ ଠାକୁରଙ୍କର ଅପୁରନ୍ତ ଅହେତୁକ ସୁଖ ପାଇବାର ପରିଚୟ ଦେଇଥାଏ। ସେ ନରଦେହଧାରୀ ପରମ ବ୍ରହ୍ମ ଗୁରୁ ବେଦନାହତ ଜୀବର ମାୟା ମୋହ ଜନିତ ଦୁଃଖର ଅବସାନ କରି ସେ ଶିଷ୍ୟ ଭକ୍ତ ମାନଙ୍କ ହୃଦୟରେ ଜ୍ଞାନର ଆଲୋକ ଜାଳି ଦିଅନ୍ତି ଏବଂ ଅନାବିଳ ଆନନ୍ଦ ଧାରାରେ ସେମାନଙ୍କର ପ୍ରାଣକୁ ଅଭିଷିକ୍ତ କରନ୍ତି। ସୁନ୍ଦର ବର୍ଣ୍ଣନା କରୁଛ। ବେଦନାହତ ଜୀବର ମାୟା ମୋହ ଜନିତ ଦୁଃଖର ଅବସାନ କରି ସେ ଶିଷ୍ୟ ଭକ୍ତ ମାନଙ୍କର ହୃଦୟରେ ଜ୍ଞାନର ଆଲୋକ ଜାଳି ଦିଅନ୍ତି ଏବଂ ଅନାବିଳ ଆନନ୍ଦ ଧାରାରେ ସେମାନଙ୍କର ପ୍ରାଣକୁ ଅଭିଷିକ୍ତ କରନ୍ତି। ଏହି ପ୍ରକାରରେ ସଦ୍ଗୁରୁ ଜଗତରେ ବିଚରଣ କରନ୍ତି। ଯେଉଁମାନେ ସଦ୍ଗୁରୁଙ୍କର ଚରଣାଶ୍ରିତ ସେମାନେ ମଧ୍ୟ ଏହି ତତ୍ତ୍ୱ ଅବଗତ ଅଛନ୍ତି। ଏଟା ହେଲା ଗୁରୁଙ୍କର ପ୍ରଭାବଟା କହିଲେ। ତାପରେ ତାଙ୍କ ବସାରେ କେମିତି କଣ ହଉଥିଲା ସେଇଟା ଏବେ ପଢିବା। ତିଷ୍ଟା ଷ୍ଟେସନର ଏଏସଏମ୍ ଥିଲେ ଆମର ଆସିଷ୍ଟାଣ୍ଟ ଷ୍ଟେସନ ମ୍ୟାନେଜର ଥିଲେ ଅନୁକୂଳ ଭାଇ। ତିଷ୍ଟା ଷ୍ଟେସନର ଏଏସଏମଙ୍କ ନିମିତ୍ତ ଉଦ୍ଦିଷ୍ଟ ବସାଟି ଅତ୍ୟନ୍ତ ଛୋଟ, ଗୋଟିଏ ପରିବାର କୌଣସି ପ୍ରକାର ଚଳିଯିବେ ଏତେ ଛୋଟ ସେଟା ଥିଲା। ରନ୍ଧା ଘର ମଧ୍ୟ ଛୋଟ। ଆମ ଗୋବିନ୍ଦ ଭାଇ ସେଇ ରୋଷେଇ ଘରେ ବସି ଭୋଗ ରାନ୍ଧୁଛନ୍ତି, ଅନୁକୂଳ ଭାଇଙ୍କର ସ୍ତ୍ରୀ ଯୋଗାଡ଼ କରି ଦଉଛନ୍ତି, କହୁଛନ୍ତି ତାଙ୍କ ଘରର କରାହଉଛି। ଛୋଟ ଘର, ସେଇ ରୋଷେଇ ଘରେ ବସି ଗୋବିନ୍ଦ ଭାଇ ରୋଷେଇ କରୁଛନ୍ତି, ଅନୁକୂଳ ଭାଇଙ୍କର ସ୍ତ୍ରୀ ଯୋଗାଡ଼ କରିଦଉଛନ୍ତି। ଗୋବିନ୍ଦ ଭାଇ ନୂତନ ହେଲେ ମଧ୍ୟ ଭାଇ ଭଉଣୀ ଭଳି ଚଳି ଉଭୟ ବସି ଅନ୍ନ ବ୍ୟଞ୍ଜନାଦି ପାକରେ ବ୍ୟାପୃତ ଅଛନ୍ତି। ମୁଁ ଏ ଦୃଶ୍ୟ ଦେଖି ଆନନ୍ଦରେ ଗୋବିନ୍ଦ ଭାଇଙ୍କୁ ଧନ୍ୟବାଦ ଦେଉଥାଏ। ଫେରି ଆସି ଦେଖିଲି ଶ୍ରୀ ଶ୍ରୀ ଠାକୁର ସ୍ୱୟଂ ସେହି କ୍ଷୁଦ୍ର ରନ୍ଧା ଘରେ ପ୍ରବେଶ କଲେ। ଠାକୁର ସେଇ ରୋଷେଇ ଘରେ ପ୍ରବେଶ କଲେ। ସେ ଶୁଣିଲେ ଯେ ଆଜି ଗୋବିନ୍ଦ ଭୋଗ ରନ୍ଧନ କରୁଛି, ତେଣୁ ଉତ୍ସାହରେ ତାହା ଦେଖିବାକୁ ଗଲେ। ସେହି ସଂକୀର୍ଣ୍ଣ ଗୃହରେ ଶ୍ରୀ ଶ୍ରୀ ଠାକୁରଙ୍କୁ ବସିବାକୁ ଆସନ ପ୍ରଦାନ କରାଗଲା। ଶ୍ରୀ ଶ୍ରୀ ଠାକୁର ସେଇଠାରେ ଉପବେଶନ କରି ହସ ହସ ବଦନରେ ରନ୍ଧନ ବିଷୟ ବ୍ୟାଖ୍ୟା କରିବାକୁ ଲାଗିଲେ। କିଏ କିପରି ରାନ୍ଧେ, କେଉଁ ଜିନିଷର କିପରି ସ୍ୱାଦ, ରନ୍ଧାରେ କି କି ପ୍ରକରଣ ଇତ୍ୟାଦି ବିଷୟ ବିଶ୍ଳେଷଣ କରି ଶ୍ରୀ ଶ୍ରୀ ଠାକୁର ଘରଟିକୁ ଆନନ୍ଦ ମୁଖରିତ କରିଦେଲେ। ଆମେ ମାନେ ବାହାରେ ଥାଇ ସେ ଦୃଶ୍ୟ ଦେଖିବାକୁ ଲାଗିଲୁ। ଛୋଟ ଘର ନା, ସୁରେନ୍ଦ୍ର ଭାଇ ବାହାରେ ଥାଇକି ଏଟା ଦେଖୁଛନ୍ତି। ଏଣେ ଶ୍ରୀ ଶ୍ରୀ ଠାକୁରଙ୍କର ଶ୍ରୀମୁଖରୁ ଗଳ୍ପ ଶୁଣିବାକୁ ଯାଇ ଗୋବିନ୍ଦ ଭାଇ ରନ୍ଧନ କଥା ଭୁଲି ଯାଇଛନ୍ତି। ହଠାତ୍ ଡାଲି ଉତୁରି ପଡିଲା। ଡାଲି ଉତୁରାର ସଁ ସଁ ଶବ୍ଦରେ ଗୋବିନ୍ଦ ଭାଇଙ୍କର ଚମକ ଭାଙ୍ଗିଲା ଏବଂ ସେ କିଛି ବିଚାର ନ କରି ଡାଲିକୁ ଫୁଙ୍କିବାକୁ ଲାଗିଲେ।